ପ୍ରଭୁଙ୍କୁ ଧନ୍ୟବାଦ ଦଉ ଦଉ ସ୍ୱାଗତ କରୁ ପାଷ୍ଟର ଆୟୁବ ଖାନ୍। ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ। ସୁନ୍ଦର ସୁଯୋଗ ଦେଲେ ଏହି ପ୍ରାର୍ଥନା ସମୟରେ ପୁନର୍ବାର ମତେ ଆଜି ବିଶେଷ ଭାବରେ ଏକ ଆନନ୍ଦର ଦିନ ଦେଶ ନିମନ୍ତେ, ପ୍ରତ୍ୟେକ ନାଗରିକ ମାନଙ୍କ ନିମନ୍ତେ, କାରଣ ଆଜି ହଉଛି 79ତମ ସ୍ୱାଧୀନତା ଦିବସ। ଅତି ଆନନ୍ଦର ସହିତ ଯଦି ସୁଭାଷ ଚନ୍ଦ୍ର ବୋଷଙ୍କ କଥା ଦେଖୁ, ସେଇ ସ୍ଥାନରେ କୁହାଯାଏ, ତୁମାନେ ମତେ ରକ୍ତ ଦିଅ, ମୁଁ ତୁମମାନଙ୍କୁ ସ୍ୱାଧୀନତା ଆଣିଦେବି। ଅନେକ ସେଥି ବଳିଦାନ ଦେଇଥିଲେ, କିନ୍ତୁ ବାସ୍ତବରେ ଯଦି ଆମମାନଙ୍କର ଆତ୍ମିକ ଭାବରେ ଦେଖିବା, ସେଇ ସ୍ଥାନରେ ଆଉ ଜଣେ କହନ୍ତି, ଆଉ ସେ କହୁଛନ୍ତି, ମୁଁ ତୁମକୁ ବିଶେଷ ରକ୍ତ ଦେଇ ସ୍ୱାଧୀନତା ଦେଇଅଛି, ତୁମମାନେ ମୋର। ଆମ ପ୍ରିୟ ମାନେ, ବାଇବେଲରେ ମଧ୍ୟରେ ଯଦି ଆପଣମାନେ ଦେଖିବେ, ଏହି ସ୍ୱାଧୀନତା ବିଷୟରେ ଅନେକ ସ୍ଥାନରେ ଆପଣ ଦେଖିବାକୁ ପାଇବେ। କେତୋଟି କେବଳ ବାଇବେଲର ଅଂଶ ଆପଣମାନଙ୍କୁ ପଢେଇ ଶୁଣେଇବି, ତାପରେ ଆମେ ସେଇ ବାକ୍ୟ ମଧ୍ୟକୁ ଯିବା। ବାସ୍ତବରେ ଅତି ଗୁରୁତ୍ୱପୂର୍ଣ୍ଣ ବିଷୟ ଗୁଡିକ ଆତ୍ମିକ ସ୍ୱାଧୀନତା ବିଷୟରେ ଏହି ସ୍ଥାନରେ ବାଇବେଲରେ ପ୍ରକାଶ କରେ। ପ୍ରଥମେ ଯଦି ଦେଖିବା, ଯୌବନ ତାର 8 ପର୍ବ 32 ପଦ, ସେଇ ସ୍ଥାନରେ ଲେଖାଯାଏ, ପୁଣି ତୁମେ ମାନେ ସତ୍ୟ ଜ୍ଞାତା ହବ, ଆଉ ସେଇ ସତ୍ୟ ତୁମମାନଙ୍କୁ ମୁକ୍ତି ଦବ, ସ୍ୱାଧୀନତା ଦବ। ବାସ୍ତବରେ ଯେତେବେଳେ ପର୍ଯ୍ୟନ୍ତ ଜଗତବାସୀ ହୁଏତ ଜାଗତିକ ଭାବରେ ସ୍ୱାଧୀନତା ପାଇଛନ୍ତି, କିନ୍ତୁ ଆତ୍ମିକ ଭାବରେ ସ୍ୱାଧୀନତା ପାଇବେ ସେବେ ପାଇବେ ଯେଉଁ ଦିନ ସତ୍ୟ ଜୀବିତ ପରମେଶ୍ୱରକୁ ଜାଣିବେ ବା ସତ୍ୟକୁ ଜ୍ଞାନ କରିବେ। ଆଜି ପର୍ଯ୍ୟନ୍ତ ଯେତେ ଜଣ ଆସିଛନ୍ତି, କେହି ମଧ୍ୟ ନିଜକୁ ସତ୍ୟ ବୋଲି ଘୋଷଣା କରିନାହାନ୍ତି, କିନ୍ତୁ କେବଳ ପ୍ରଭୁ ଯୀଶୁ ଏକା, ଯିଏକି ଯୌନ ତାର 14 ପର୍ବ 6 ପଦରେ କହନ୍ତି, ମୁଁ ପଥ ସତ୍ୟ ଜୀବନ। ବାସ୍ତବରେ ଆମମାନଙ୍କର ପ୍ରଭୁ ଯୀଶୁ ହେଉଛନ୍ତି ସତ୍ୟ। ଯଦି ଆମେ ଦେଖିବା, ଯୌନ ତାର 17 ପର୍ବ 17 ପଦରେ ସେଇ ସ୍ଥାନ ଲେଖାଯାଏ, ସତ୍ୟ ଦେଇ ପରିଷ୍କାର କର, ତୁମର ବାକ୍ୟ ତ ସତ୍ୟ ଅଟେ। ବାସ୍ତବରେ ପ୍ରଭୁଙ୍କର ବାକ୍ୟ ମଧ୍ୟ ସତ୍ୟ ଅଟେ। ଆଉ ଯେଉଁମାନେ ସତ୍ୟ ଯେତେବେଳେ ପର୍ଯ୍ୟନ୍ତ ଜ୍ଞାତ ହେଇନାହାନ୍ତି, ସେତେବେଳେ ପର୍ଯ୍ୟନ୍ତ ସେମାନେ ଆତ୍ମିକ ଭାବରେ କେବେ ମଧ୍ୟ ମୁକ୍ତ ହେଇପାରିବେ ନାହିଁ, ସେ ସ୍ୱାଧୀନତା ପାଇପାରିବେ ନାହିଁ। କାରଣ ସ୍ୱାଧୀନତା ପାଇଁ ଯେପରି ଦେଶରେ ଅନେକ କିଛି ମୂଲ୍ୟ ଦେବାକୁ ପଡିଛି, ପରିଶେଷରେ ମହାତ୍ମା ଗାନ୍ଧୀ ଅହିଂସା ଦ୍ୱାରା ଏ ସ୍ୱାଧୀନତା ଆଣିଥିଲେ। ଆଉ ଯଦି ଗାଲାତ୍ୟ ତାର 5 ପର୍ବ 11 ପଦ 1 ପଦ ଦେଖିବା, ସେତେବେଳେ ଲେଖାଯାଏ, ସ୍ୱାଧୀନତା ନିମନ୍ତେ ଖ୍ରୀଷ୍ଟ ଆମମାନଙ୍କୁ ମୁକ୍ତ କରିଅଛନ୍ତି, ଅତଏବ ସ୍ଥିର ହୋଇ ରୁହ ଏବଂ ଦାସତ୍ୱ ଜ୍ୱାଳିରେ ଯୋଗଦାନ। ସ୍ୱାଧୀନତା ନିମନ୍ତେ ଖ୍ରୀଷ୍ଟ ଯେ ଆମମାନଙ୍କୁ ମୁକ୍ତ କରିଅଛନ୍ତି, ଆମେ ସ୍ଥିର ହୋଇ ରହିବା ଆଉ ଦାସତ୍ୱ ଜ୍ୱାଳିରେ ଯୋଗଦାନ ଯିବା। ଗାଲାତ୍ୟ ତାର 5 ପର୍ବ 13 ପଦ ଲେଖାଯାଏ, କାରଣ ହେ ଭାଇମାନେ, ସେମାନେ ସ୍ୱାଧୀନତା ନିମନ୍ତେ ଆହୁତ ହୋଇଅଛ, କେବଳ ତୁମର ସ୍ୱାଧୀନତାକୁ ଶାରୀରିକ ଅଭିଳାଷ ପୂରଣ କରିବା ନିମନ୍ତେ ସୁଯୋଗ ସ୍ୱରୂପ ବ୍ୟବହାର ନ କର, ବରଂ ପ୍ରେମରେ ପରସ୍ପର ଦାସ ହୁଅ। ଆଉ ଯଦି ଦେଖିବା, ପ୍ରଥମ ପିତର 2:16 ପଦରେ ଲେଖାଯାଏ, ତୁମମାନେ ସ୍ୱାଧୀନ ହେଲେ ତୁମମାନଙ୍କର ସ୍ୱାଧୀନତାକୁ ଦୁଷ୍ଟତାର ଆବରଣ ସ୍ୱରୂପ ବ୍ୟବହାର ନ କରି, ବରଂ ଈଶ୍ୱରଙ୍କ ଦାସ ହେଇ ସତ୍କର୍ମ କର। ବାସ୍ତବରେ ଆମକୁ ଜଣେ କେହି ସ୍ୱାଧୀନ କରିଛନ୍ତି, ଆଉ ସେ ଆମକୁ ବିଶେଷ ମୂଲ୍ୟ ଦେଇ କିଣି ଅଛନ୍ତି, ଆମେ ତାଙ୍କର ଦାସ ହେବା, ଆମ ଶରୀରରେ ତାଙ୍କର ଗୌରବ ପ୍ରକାଶ କରିବା। କାରଣ ପ୍ରଥମ କରନ୍ତି ତାର 6 ପର୍ବ 19-20 ପଦ ଲେଖାଯାଏ, ତୁମେ ନିଜେ ନିଜର ନୁହଁ, ତୁମେ ବିଶେଷ ମୂଲ୍ୟରେ କିଣା ଯାଇଛ, ଏଣୁ ଆପଣ ଶରୀରରେ ଈଶ୍ୱରଙ୍କର ଗୌରବ ପ୍ରକାଶ କର। କିନ୍ତୁ ଆମେ ଯେତେବେଳେ ସ୍ୱାଧୀନତା ପାଇଛୁ, ଆମମାନଙ୍କର ଶରୀରରେ ଆମେ କଣ କରିବା ନା, ଈଶ୍ୱରଙ୍କ ଗୌରବ ପ୍ରକାଶ କରିବା। ସେ ସ୍ୱାଧୀନତାକୁ ମନ୍ଦ ଅଭିପ୍ରାୟରେ ବ୍ୟବହାର କରିବା ନାହିଁ। ଯଦି ଆମେ ସ୍ୱାଧୀନତା ପାଇଛୁ, ତାର କିଛି ନିୟମ ରହିଛି, ସେ ନିୟମ ଅନୁସାରେ ଆମମାନଙ୍କୁ ଚାଲିବାକୁ ପଡିବ। ସ୍ୱାଧୀନତା ପାଇଛୁ ବୋଲି ରାସ୍ତା ମଝିରେ ଚାଲିବା, ନିଶ୍ଚିତ ଭାବରେ ବିପଦ ରହିଛି, ଦୁର୍ଘଟଣା ରହିଛି, ମୃତ୍ୟୁର ଆଶଙ୍କା ରହିଛି। ହଁ ମୋ ପ୍ରିୟ ମାନେ, ପ୍ରଥମ ପିତର 2:16 ଲେଖାଯାଏ, ତୁମାନେ ସ୍ୱାଧୀନ ହେଲେ ହେଁ ତୁମମାନଙ୍କ ସ୍ୱାଧୀନତାକୁ ଦୁଷ୍ଟତାର ଆବରଣ ସ୍ୱରୂପ ବ୍ୟବହାର ନ କରି, ବରଂ ଈଶ୍ୱରଙ୍କ ଦାସ ହେଇ ସତ୍କର୍ମ କର। ଆଉ ଯଦି ଦେଖିବା, ପ୍ରଥମ କରନ୍ତି ତାର କାରଣ ଯିଏ ଦାସ ହୋଇ ପ୍ରଭୁଙ୍କ ଠାରେ ଆହୁତ ହୁଏ, ସେ ତାଙ୍କର ମୁକ୍ତ ଲୋକ।
ସେଇ ପ୍ରକାରେ ଯେ ମୁକ୍ତ ହୋଇଅଛି, ମୁକ୍ତ ହୋଇ ଆହୁତ ହୋଇଅଛି ସେ ଖ୍ରୀଷ୍ଟଙ୍କ ଦାସ। ମୋ ପ୍ରିୟ ମାନେ, ଆମେ ଆଜି ଏକ ବିଶେଷ ଦିନରେ ପହଞ୍ଚିଛୁ। ତେଣୁକରି ଆମେ ସେଇ ସ୍ୱାଧୀନତା ବିଷୟ ଆମେ ଚିନ୍ତା କରିବା। ଅନେକ ସ୍ଥାନରେ ଅନେକ ସ୍ୱାଧୀନତାର ଭାଷଣ ଶୁଣିବାକୁ ପାଇବେ। କେବଳ ଏଇ ଭାରତ କି ପ୍ରକାର ଭାବରେ ସ୍ୱାଧୀନ ହେଇଥିଲା। ହଁ, ଯେତେ ସୁଭାଷ ଚନ୍ଦ୍ର ବୋଷ କହିଲେ ତୁମେ ମତେ ରକ୍ତ ଦିଅ, ମୁଁ ତୁମମାନଙ୍କୁ ସ୍ୱାଧୀନତା ଆଣିଦେବି। କିନ୍ତୁ ପ୍ରଭୁ ଆତ୍ମିକ ସ୍ୱାଧୀନତା ଦେବା ପାଇଁ ନିଜେ ଆପଣ ରକ୍ତ ଦେଇ ଆମମାନଙ୍କୁ ସ୍ୱାଧୀନ କରିଅଛନ୍ତି। ପ୍ରଭୁଙ୍କ ମାନବକୁ ଧନ୍ୟବାଦ ହେଉ ଯେ ଆମେ ଏକ ସ୍ୱାଧୀନ ଏବଂ ଧର୍ମ ନିରପେକ୍ଷ ରାଷ୍ଟ୍ରରେ ବାସ କରିବାର ସୁଯୋଗ ପାଇଅଛୁ। କାରଣ ଜଗତରେ ଏପରି ଅନେକ ରାଷ୍ଟ୍ର ଅଛି, ଅନେକ ଦେଶ ଅଛି ଯେଉଁ ସ୍ଥାନରେ ସ୍ୱାଧୀନତା ନାହିଁ କି ଧର୍ମ ନିରପେକ୍ଷତା ନାହିଁ। ତେବେ ଆମେ ଏକ ସ୍ୱାଧୀନ ଦେଶରେ ବାସ କରୁଥିଲେ ମଧ୍ୟ ବାସ୍ତବରେ କଣ ଆମେ ସ୍ୱାଧୀନ ଅଟୁ? ପ୍ରକୃତରେ କଣ ଆମେ ସ୍ୱାଧୀନ ଅଟୁ? ଯେତ ଜାଗତିକ ଭାବରେ ଦେଖୁ ଆଜି ମଧ୍ୟ ପରାଧୀନତା ମଧ୍ୟରେ ଜଗତ ଗତି କରୁଅଛି। ମହାତ୍ମା ଗାନ୍ଧୀ କହିଲେ, ଯେତେବେଳେ ମଧ୍ୟରାତ୍ରିରେ ଜଣେ ସ୍ତ୍ରୀ ଲୋକ ନିର୍ଭୟରେ ଯାତାୟାତ କରିପାରିବ, ତେବେ ଏ ଜଗତ ମଧ୍ୟରେ ସ୍ୱାଧୀନତା ଆସିଛି ବୋଲି ଜାଣିପାରିବା। କିନ୍ତୁ ଆଜି ମଧ୍ୟ ବିଭିନ୍ନ ପ୍ରକାର ଘଟଣା ଘଟୁଅଛି ଯାହାକି ଆମେ ଦେଖିବାକୁ ପାଉ। ସ୍ୱାଧୀନ ଭାରତରେ ରହିଲେ ମଧ୍ୟ ଆମର ସ୍ୱାଧୀନ ଇଚ୍ଛା କିଛି ନାହିଁ। କିନ୍ତୁ ଆମେ ଦେଖୁ ଇଣ୍ଡିଆ ଇଜ ଏ ସେକୁଲାର ଷ୍ଟେଟ୍, ମାନେ ଧର୍ମ ନିରପେକ୍ଷ ରାଷ୍ଟ୍ର। କିନ୍ତୁ ଆଜି ପ୍ରଭୁଙ୍କର ବାକ୍ୟ ପ୍ରଚାର କରିବା ପାଇଁ କଟକଣା ରହିଅଛି। ନିଜେ ସ୍ୱଚ୍ଛନ୍ଦ ମନରେ ପ୍ରଭୁଙ୍କୁ ଗ୍ରହଣ କରିବା ନିମନ୍ତେ କଟକଣା ରହିଅଛି। ଧର୍ମ ନିରପେକ୍ଷ ରାଷ୍ଟ୍ରରେ ମଧ୍ୟ ଧର୍ମାନ୍ତକରଣ ବୋଲି କହି ଅନେକ ତାଡ଼ନା ମଧ୍ୟ ସହ୍ୟ କରିବାକୁ ପଡୁ। ତେଣୁକରି ଯଦି ଆତ୍ମିକ ଭାବରେ ଆମେ ଦେଖିବା, ଏଥିରେ ମଧ୍ୟ ପ୍ରକୃତିରେ କଣ ଆମେ ସ୍ୱାଧୀନ ଅଟୁ? ଆମେ କଣ ପ୍ରକୃତରେ ପାପର ବନ୍ଧନରୁ ମୁକ୍ତ ଅଟୁ? ଆମେ କଣ ପ୍ରକୃତରେ ଶାରୀରିକ ଅଭିଳାଷରୁ ମୁକ୍ତ? ଆମେ କଣ ପ୍ରକୃତରେ ଜଗତର ମୋହମାୟା ଓ ଆସକ୍ତିରୁ ମୁକ୍ତ? ସର୍ବୋପରି ଆମେ କଣ ନିଜର ଅହଂ ବା ସ୍ୱାଭିମାନରୁ ମୁକ୍ତ? ଆଜି ଆମେ ଅଳ୍ପ ସମୟ ଚିନ୍ତା କରିବା ଖ୍ରୀଷ୍ଟ ମୁକ୍ତି ଓ ସ୍ୱାଧୀନତା ସମ୍ପର୍କରେ। ସ୍ୱାଧୀନତାର ଅର୍ଥ କଣ? ବାସ୍ତବରେ ସ୍ୱାଧୀନତାର ଅର୍ଥ କଣ? ସାଧାରଣ ଭାବରେ ଚିନ୍ତା କଲେ ଜାଗତିକ ସ୍ୱାଧୀନତାର ଅର୍ଥ ହେଉଛି ପରାଧୀନତାରୁ ମୁକ୍ତି ଲାଭ କରି ନିଜର ଜୀବନ ଓ ନିଜର ସମସ୍ତ କାର୍ଯ୍ୟକୁ ନିଜେ ନିୟନ୍ତ୍ରଣ କରିବା। ଏଥିରେ ଅନ୍ୟ କାହାର ବା କୌଣସି ବାହିକ ଶକ୍ତିର ହସ୍ତକ୍ଷେପ ବା ପ୍ରଭାବ ନଥାଏ। ତେବେ ଏଥିରେ ସ୍ୱଚ୍ଛତାରିତା ଓ ଅପବ୍ୟବହାରର ସୁଯୋଗ ବେଶୀ। ତେଣୁକରି ସ୍ୱାଧୀନ ରାଷ୍ଟ୍ର ଗୁଡ଼ିକରେ ଅନୈତିକତା, ଅରାଜକତା, ଅଶାନ୍ତି ଏବଂ ସର୍ବୋପରି ଆତଙ୍କରାଜ ଇତ୍ୟାଦି ଦେଖାଯାଉଛି। କିନ୍ତୁ ଖ୍ରୀଷ୍ଟୀୟ ସ୍ୱାଧୀନତା ସେ ପ୍ରକାର ନୁହେଁ। ଏହା ହେଉଛି ଈଶ୍ୱରାଧୀନତା ବା ଖ୍ରୀଷ୍ଟାଧୀନତା। ଏହା ସ୍ୱେଚ୍ଛାଚାରିତାର ଜୀବନ ନୁହେଁ। ଖ୍ରୀଷ୍ଟୀୟ ସ୍ୱାଧୀନତାରେ ମନୁଷ୍ୟ ନିଜେ ନିଜକୁ ନିୟନ୍ତ୍ରଣ କରେ ନାହିଁ, ମାତ୍ର ଈଶ୍ୱର ପବିତ୍ର ଆତ୍ମାଙ୍କ ଦ୍ୱାରା ତା ଜୀବନକୁ ନିୟନ୍ତ୍ରଣ କରିଥାନ୍ତି। ଫଳରେ ମଣିଷ ସ୍ୱେଚ୍ଛାଚାରିତା ହୋଇପାରେ ନାହିଁ କିମ୍ବା କୌଣସି ମନ୍ଦ କାର୍ଯ୍ୟ କରିବା ପାଇଁ ପ୍ରେରଣା ପାଇପାରେ ନାହିଁ। ତାର ଜୀବନ ସମ୍ପୂର୍ଣ୍ଣ ଖ୍ରୀଷ୍ଟଙ୍କ ନିୟନ୍ତ୍ରଣ ରହିଥାଏ। କାରଣ ଖ୍ରୀଷ୍ଟ ବହୁମୂଲ୍ୟ ରକ୍ତ ବିନିମୟରେ ପାପର ବନ୍ଧନରୁ, ବ୍ୟବସ୍ଥାର ବନ୍ଧନରୁ ଏବଂ ଶାରୀରିକ ବନ୍ଧନରୁ ମୁକ୍ତ କରିଅଛନ୍ତି। ଯଦି ଆମେ ଶାରୀରିକ ବନ୍ଧନରୁ ଆଉ ବ୍ୟବସ୍ଥା ବନ୍ଧନ ଦେଖିବା, ଏଭ୍ରି ତାର 9 ପର୍ବ 22 ପଦ ଲେଖାଯାଏ, ରକ୍ତପାତ ବିନା ପାପ ମୋଚନ ଅସମ୍ଭବ। ହଁ ମୋ ପ୍ରିୟ ମାନେ, ରକ୍ତ ଦେଇ ପ୍ରଭୁ ଆମମାନଙ୍କୁ ମୁକ୍ତ କରିଅଛନ୍ତି। ସେଇ ବ୍ୟବସ୍ଥା ବନ୍ଧନରୁ ସେ ଆମମାନଙ୍କୁ ମୁକ୍ତ କରିଅଛନ୍ତି ଆଉ ଆମମାନଙ୍କୁ ସ୍ୱାଧୀନତା ଦେଇଅଛନ୍ତି। ତେଣୁକରି ପ୍ରଥମ କୋରିନ୍ଥୀୟ 6:19-20 ଏବଂ ଗାଲାତ୍ୟ ତାର 5:1 ପଦରେ ଲେଖାଯାଏ ଯେ ତୁମାନେ ନିଜେ ନିଜର ନୁହଁ, ତୁମକୁ ବିଶେଷ ମୂଲ୍ୟ ଦେଇ କିଣା ଯାଇଅଛି। এই ବିଶେଷ ମୂଲ୍ୟ ଆଉ କିଛି ନୁହେଁ। କୌଣସି ସୁନା କି ରୂପା କି ବହୁମୂଲ୍ୟ ପଦାର୍ଥ ଦ୍ୱାରା ସେମାନଙ୍କୁ ମୁକ୍ତ କରିନାହାନ୍ତି, ମାତ୍ର ମେଷ ଶାବକ ନିକୁଞ୍ଜ ମେଷ ଶାବକ ରକ୍ତ, ଅର୍ଥାତ୍
ଯୀଶୁଖ୍ରୀଷ୍ଟଙ୍କ ରକ୍ତ ଦ୍ୱାରା ସେମାନଙ୍କୁ ମୁକ୍ତ କରିଛନ୍ତି। ଏଣୁ ସେ କହନ୍ତି ସ୍ଥିର ହେଇ ରୁହ ଆଉ ଦାସତ୍ୱ ଜ୍ୱାଳିରେ ଯୋଜନ ଯିବ। ସେଥିପାଇଁ ପାଉଲ ନିଜର ପରିଚୟ ଦେଇ କହିଛନ୍ତି, ମୁଁ ପାଉଲ ଖ୍ରୀଷ୍ଟଙ୍କର ଦାସ, କ୍ରୀତ ଦାସ। ଯାହା ଯଦି ରୋମୀ ତାର 1 ପଦ ଲେଖାଯାଏ, ପାଉଲ ନିଜକୁ ଦାସ ବୋଲି ସେଇ ସ୍ଥାନରେ ପ୍ରକାଶ କରନ୍ତି। ବର୍ତ୍ତମାନ ଦେଖିବା, ବର୍ତ୍ତମାନ ଯୁଗରେ ବାସ କରୁଥିବା ଖ୍ରୀଷ୍ଟିଆନ ମାନଙ୍କର ସ୍ୱାଧୀନତା କି ପ୍ରକାର, ଆଧୁନିକ ଯୁଗର ଖ୍ରୀଷ୍ଟୀୟ ସ୍ୱାଧୀନତା କି ପ୍ରକାର, ତାହା ଜାଣିବାକୁ ହେଲେ ଆମମାନଙ୍କୁ ଅଳ୍ପ ସମୟ ପୁରାତନ ନିୟମର ସେଇ ମିଶ୍ର ଦେଶକୁ ଆମମାନେ ଯିବାକୁ ପଡିବ। କାଳ୍ପନିକ ଭାବରେ ଆମମାନେ ବର୍ତ୍ତମାନ ସେଇ ମିଶ୍ର ଦେଶ ବିଷୟ ଚିନ୍ତା କରିବା, ଆଉ ସେଇ ସମୟର ଘଟଣାକୁ ଯଦି ଆମମାନେ ଲକ୍ଷ୍ୟ କରିବା, ଜାଣିପାରିବା ବର୍ତ୍ତମାନ ଆଉ ସମୟର ଖ୍ରୀଷ୍ଟିଆନ ମାନଙ୍କର ସ୍ୱାଧୀନତା କି ପ୍ରକାର। ଆଧୁନିକ ଯୁଗର ଖ୍ରୀଷ୍ଟୀୟ ସ୍ୱାଧୀନତା ଯଦି ଆମମାନେ ଜାଣିବାକୁ ଚାହୁଁ, ତେବେ ଯାତ୍ରା ପୁସ୍ତକ ତାର 3 ପର୍ବରୁ 12 ପର୍ବ ପର୍ଯ୍ୟନ୍ତ ପାଠ କଲେ ଆମମାନେ ଇସ୍ରାଏଲ ଜାତି ମିଶ୍ର ଦେଶରେ ଦାସତ୍ୱ ବନ୍ଧନରୁ କିପରି ମୁକ୍ତି ପାଇଲେ ସେଥିର ଏକ ସ୍ପଷ୍ଟ ଚିତ୍ର ଆମମାନେ ଦେଖିବାକୁ ପାଇବା। ମୁଁ ଆପଣମାନଙ୍କୁ ପଢିବା ପାଇଁ କହିବି ନାହିଁ କି ଆପଣମାନଙ୍କୁ ସେ ସମସ୍ତ ବିଷୟ ସମ୍ପୂର୍ଣ୍ଣ ଭାବରେ କରିବାକୁ ଚାହେଁ ନାହିଁ, ମାତ୍ର ସଂକ୍ଷେପରେ ଆପଣମାନଙ୍କୁ ମନେ ପକେଇ ଦେବା ପାଇଁ ଚାହେଁ। ଆଉ ଇସ୍ରାଏଲ ଲୋକମାନେ କି ପ୍ରକାର ଭାବରେ ମିଶ୍ର ଦେଶକୁ ଗଲେ, ଆଉ ସେଇ ସ୍ଥାନରେ କି ପ୍ରକାର ଭାବରେ ଆଉ ଦାସତ୍ୱ ବନ୍ଧନରେ ଆବଦ୍ଧ ହେଲେ। ଯାକୁବଙ୍କର ପୁତ୍ର ଯୋସେଫ ଯେତେବେଳେ ଭାଇମାନଙ୍କ ଦ୍ୱାରା ଅନେକ ଆଘାତ ପ୍ରାପ୍ତ ହେଲେ ଏବଂ ଇସ୍ମାଇଲ ବଣିକ ମାନଙ୍କ ଦ୍ୱାରା ବିକ୍ରି କରାଗଲା, ସେମାନେ କଲେ ନା ମିଶ୍ର ପଟିଫର ନାମକ ଜଣେ ସେନାପତିଙ୍କ ଗୃହରେ ପ୍ରଥମେ ତାଙ୍କୁ ବିକ୍ରି କରି ସେ ସେଇ ସ୍ଥାନରେ ଦାସତ୍ୱ ଅବସ୍ଥାରେ ରହିଲେ। ସେ ଦାସ ଭାବରେ ରହିଲା ପରେ ଅବଶେଷରେ ସେ ମିଶ୍ର ଦେଶରେ ଶାସନକର୍ତ୍ତା ଭାବରେ ନିଯୁକ୍ତି ହେଲେ। ଯେତେବେଳେ କିଣାନ ଦେଶରେ ଦୁର୍ଭିକ୍ଷ ପଡିବାରୁ ଯାକୁବଙ୍କର ପୁତ୍ର କନ୍ୟା ସମସ୍ତେ ମିଶି ପ୍ରାୟ 70 ପ୍ରାଣୀ ମିଶ୍ର ଦେଶରେ ପ୍ରବେଶ କଲେ। ଆଉ ଈଶ୍ୱରଙ୍କ ପ୍ରତିଜ୍ଞା ଓ ଆଶୀର୍ବାଦ ଅନୁସାରେ ସେମାନଙ୍କର ସଂଖ୍ୟା ବଢିବାକୁ ଲାଗିଲା। ଇସ୍ରାଏଲ ଲୋକମାନେ ପ୍ରଥମେ ସମ୍ମାନିତ ଅତିଥି ଭାବରେ ମିଶ୍ର ଦେଶରେ ପ୍ରବେଶ କଲେ, ମାତ୍ର କାଳକ୍ରମେ ସେମାନେ ସେ ଦେଶରେ ଦାସ୍ୟ କର୍ମ କଲେ। ମିଶରୀୟ ମାନେ ସେମାନଙ୍କୁ ଭୟଙ୍କର ଭାବରେ ନିର୍ଯାତନା ଦେଲେ। ଧୀରେ ଧୀରେ ନିର୍ଯାତନା ବୃଦ୍ଧି ପାଇଲା। ସେମାନେ ଈଶ୍ୱରଙ୍କ ନିକଟରେ କ୍ରନ୍ଦନ କରି ପ୍ରାର୍ଥନା କଲେ, ଆଉ ସେ ପ୍ରାର୍ଥନା କରିବା ଦ୍ୱାରା ଈଶ୍ୱର ଅବଶେଷରେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ମୋଶା ଏବଂ ହାରଣକୁ ମିଶ୍ର ଦେଶକୁ ପ୍ରେରଣ କଲେ। ମାନେ ସମସ୍ତେ ଜାଣୁ ଏଇ ଘଟଣା ଗୁଡିକ, ଯେପରି ସେମାନେ ଇସ୍ରାଏଲ ଲୋକମାନଙ୍କୁ ମିଶ୍ର ଦେଶର ଦାସତ୍ୱ ବନ୍ଧନରୁ ଉଦ୍ଧାର କରି କିଣାନ ଦେଶକୁ ନେଇଯିବେ। ଈଶ୍ୱରଙ୍କର ଆଜ୍ଞା ଅନୁସାରେ ମୋଶା ଓ ହାରଣ ମିଶ୍ର ଦେଶକୁ ଯାଇ ତତ୍କାଳୀନ ଶାସନକର୍ତ୍ତା ଫାରୋଙ୍କୁ ସାକ୍ଷାତ କଲେ। ଇସ୍ରାଏଲ ଜାତିକୁ ଛାଡି ଦିଅ, ସେମାନେ 3 ଦିନ ରାସ୍ତା ଅତିକ୍ରମ କରି ସଦାପ୍ରଭୁ ଈଶ୍ୱରଙ୍କର ଉପାସନା କରିବା ପାଇଁ ଯିବେ। ଏହା ଶୁଣି ଫାରୋ ମୋଶା ହାରଣକୁ ଯେଉଁ ଉତ୍ତର ଦେଲେ ତାହା ଦେଖିବା। ଫାରୋ ରାଜା ପଚାରିଲେ, ତୁମାନେ କେଉଁ ସଦାପ୍ରଭୁଙ୍କ କଥା କହୁଛ? ସେ କିଏ? ମୁଁ ଜାଣେ ନାହିଁ। ତାଙ୍କ ନାମ କଣ? ତାଙ୍କର ବୟସ କେତେ? ସେ କେତେ ବର୍ଷ ରାଜତ୍ୱ କରିଥିଲେ? ତାଙ୍କର ନାମ ସେ କଣ? ସେ ଜାଣନ୍ତି ନାହିଁ। ମୁଁ ତାଙ୍କୁ ଜାଣେ ନାହିଁ। ତୁମେ ଯାଇ ତାଙ୍କୁ କୁହ, ସେ ନିଜେ ଆସି ମତେ ସାକ୍ଷାତ କରି ଅନୁରୋଧ କରନ୍ତୁ, ତାହେଲେ ମୁଁ ବିଚାର କରିବି। ଏହା କହି ସେ ଅନୁମତି ପ୍ରଦାନ କଲେ ନାହିଁ। ଏଥିରେ ଈଶ୍ୱରଙ୍କର କ୍ରୋଧ ପ୍ରଜ୍ୱଳିତ ହେଲା ଏବଂ ମିଶ୍ର ଦେଶକୁ ଏଥିପାଇଁ 10 ଦଣ୍ଡ ଭୋଗ କରିବାକୁ ପଡିଲା। ଆଉ ଅବଶେଷରେ ଇସ୍ରାଏଲ ମାନେ ମୁକ୍ତ ହେଲେ।
ଯାତ୍ରା ପୁସ୍ତକର ଏହି ସତ୍ୟ ଘଟଣାରେ ମୋଶା ଓ ଫାରୋ ରାଜାଙ୍କ ମଧ୍ୟରେ ହୋଇଥିବା ଆଳାପ ବା କଥୋପକଥନ ଗଭୀର ଭାବରେ ଚିନ୍ତା କଲେ। ଆଧୁନିକ ଯୁଗର ଖ୍ରୀଷ୍ଟିଆନ ମାନେ କି ପ୍ରକାର ସ୍ୱାଧୀନତା ଭୋଗ କରୁଅଛନ୍ତି ସେଥିର ପ୍ରକୃତ ଅର୍ଥ ଆମେ ବୁଝିପାରିବା। ଗୋଟିଏ କଥା ଆମକୁ ମନେ ରଖିବାକୁ ପଡିବ, ଏଇ ଆତ୍ମିକ ସ୍ୱାଧୀନତା ବିଷୟ ଯେତେବେଳେ ଆମେ ଚିନ୍ତା କରୁଛୁ, ଯେଉଁ ଅଂଶକୁ ଆମେ ବର୍ତ୍ତମାନ ଧ୍ୟାନ କରୁଛୁ ଯାତ୍ରା ତାର ଯାତ୍ରା ପୁସ୍ତକ ଆମେ ବର୍ତ୍ତମାନ ଧ୍ୟାନ କରୁଅଛୁ, ଯାହାକି 3 ପର୍ବରୁ 12 ମଧ୍ୟରେ ଏହି ସ୍ଥାନରେ ଗୋଟିଏ ବିଷୟ ମାନେ ପ୍ରତୀକ ଭାବରେ ନେବା, ମିଶ୍ର ଦେଶକୁ ପ୍ରତୀକ ଭାବରେ ନେବା। ଯେ ମିଶ୍ର ଦେଶ ହଉଛି ବର୍ତ୍ତମାନ ଯୁଗର ପ୍ରତୀକ, ଆଉ ଫାରୋ ରାଜା ହେଉଛନ୍ତି ଶୈତାନର ପ୍ରତୀକ, ମୋଶା ହେଉଛନ୍ତି ଯୀଶୁ ଖ୍ରୀଷ୍ଟଙ୍କ ପ୍ରତୀକ। ଏଇ 3ଟି ପ୍ରତୀକ ବିଷୟ ଯଦି ଆମେ ମନେ ରଖିବା ତାହେଲେ ଏଇ ଘଟଣାର ଶେଷ ପର୍ଯ୍ୟନ୍ତ ଆମେ ପହଞ୍ଚିବା ସମୟରେ ଜାଣିପାରିବା ବାସ୍ତବରେ ବର୍ତ୍ତମାନ ଖ୍ରୀଷ୍ଟିଆନ ମାନେ କି ପ୍ରକାର ସ୍ୱାଧୀନତା ଉପଭୋଗ କରୁଅଛନ୍ତି। ଆମ ଦେଶ ସ୍ୱାଧୀନ ହେଲେ ମଧ୍ୟ ବର୍ତ୍ତମାନ ଯୋଉ ପ୍ରକାର ପରିସ୍ଥିତି ଦେଇ ଗତି କରୁଛି, ବର୍ତ୍ତମାନ ଖ୍ରୀଷ୍ଟିଆନ ମଧ୍ୟ ସ୍ୱାଧୀନତା କି ପ୍ରକାର ଭାବେ ଭୋଗ କରୁଅଛି ଆମେ ତାହା ଜାଣିପାରିବା। ଆଉ ମାନେ ମନେ ରଖିବା ଯେ ମିଶ୍ର ଦେଶ ହଉଛି ଜଗତର ପ୍ରତୀକ, ଫାରୋ ହଉଛନ୍ତି ଶୈତାନର ପ୍ରତୀକ ଏବଂ ମୋଶା ହଉଛନ୍ତି ଯୀଶୁ ଖ୍ରୀଷ୍ଟଙ୍କ ପ୍ରତୀକ। ଏଇ 3ଟି ବିଷୟ ମନେ ରଖି ଯେତେବେଳେ ଚିନ୍ତା କରିବା, ମୋଶା ଫାରୋ ରାଜାକୁ କହିଲେ ଇସ୍ରାଏଲ ଜାତିକୁ ଛାଡି ଦିଅ। ଫାରୋ ନାସ୍ତି କଲେ, ଫଳରେ ଈଶ୍ୱରଙ୍କ ଦ୍ୱାରା 10 ଦଣ୍ଡ ସୂତ୍ରପାତ ହେଲା। ପ୍ରଥମ 3 ଦଣ୍ଡ ପରେ ମଧ୍ୟ ଫାରୋଙ୍କ ହୃଦୟ କଠିନ ରହିଲା। ଯେତେବେଳେ ଚତୁର୍ଥ ସେ ଇସ୍ରାଏଲ ଲୋକମାନଙ୍କୁ ଛାଡିବାକୁ ରାଜି ହେଲେ ନାହିଁ, ମାତ୍ର 4ଥ ଦଣ୍ଡ ଯେତେବେଳେ ଆସିଲା ଫାରୋ ବ୍ୟସ୍ତ ବିବ୍ରତ ହେଇଗଲେ। ମୋଶାଙ୍କ ସହିତ ଗୋଟେ ସାଲିସ କରୁଛନ୍ତି, ଗୋଟେ କମ୍ପ୍ରମାଇଜ କରୁଛନ୍ତି। ଆଉ ସେ ଯଦି ଆପଣ ମାନେ ଦେଖିବେ ଯାତ୍ରା ତାର 8 ପର୍ବ 25 ପଦରେ ପ୍ରଥମ କମ୍ପ୍ରମାଇଜ ପ୍ରଥମ ପ୍ରସ୍ତାବ ସେ ରଖୁଛନ୍ତି ମୋଶାଙ୍କ ନିକଟରେ। କଣ ବୋଲି ରଖୁଛନ୍ତି? ସେମାନେ ଯାଇ ଦେଶ ମଧ୍ୟରେ ତୁମ ଈଶ୍ୱରଙ୍କର ସେବା କର। ଏହା ଥିଲା ଫାରୋଙ୍କର ପ୍ରଥମ ପ୍ରସ୍ତାବ। ତୁମେ ଯାଇ ଦେଶ ମଧ୍ୟରେ ଈଶ୍ୱରଙ୍କର ସେବା କର, ଈଶ୍ୱରଙ୍କର ଉପାସନା କର, ମାତ୍ର ଦେଶ ମଧ୍ୟରେ ରହି ଉପାସନା କର, ଦେଶ ଛାଡି ଯାଅ ନାହିଁ। ଅତି ଭୟଙ୍କର ପ୍ରସ୍ତାବ, କାରଣ ଫାରୋ ଜାଣିଥିଲେ ଦେଶ ଛାଡି ଚାଲିଗଲେ ଲୋକମାନଙ୍କ ଉପରେ ତାଙ୍କର ଆଉ ପ୍ରସ୍ତୁତ ରହିବ ନାହିଁ, କିମ୍ବା ତାଙ୍କର ଦାସ୍ୟ କର୍ମ କରିବାକୁ ଆଉ କେହି ରହିବେ ନାହିଁ। ପ୍ରିୟ ବନ୍ଧୁଗଣ, ମିଶ୍ର ହେଉଛି ଜଗତର ପ୍ରତୀକ ଏବଂ ଫାରୋ ହେଉଛି ଶୈତାନର ପ୍ରତୀକ। ଶୈତାନ ଚାହିଁ ନାହିଁ ଯେ ଖ୍ରୀଷ୍ଟ ବିଶ୍ୱାସୀ ମାନେ ଜଗତ ପରିତ୍ୟାଗ କରନ୍ତୁ ବୋଲି, ମାତ୍ର ଜଗତରେ ବାସ କରି ଜଗତର ଆମୋଦ ପ୍ରମୋଦ ଭୋଗ ବିଳାସରେ ଈଶ୍ୱରଙ୍କର ଉପାସନା କରୁ। ଅର୍ଥାତ ଈଶ୍ୱରଙ୍କର ଉପାସନା ଓ ଜାଗତିକତା ଏକ ସଙ୍ଗରେ ଚାଲି ରହୁ। ଏ ଥିଲା ଗୋଟିଏ ଭୟଙ୍କର ପ୍ରସ୍ତାବ। ଆଉ ଅନେକ ଅନେକ ଖ୍ରୀଷ୍ଟିଆନ ଏ ପ୍ରକାର ପ୍ରସ୍ତାବରେ ସହମତି ପ୍ରକାଶ କରନ୍ତି। ଜାଗତିକତା ଓ ଈଶ୍ୱର ଉଭୟଙ୍କୁ ସମାନ ଭାବରେ ଗ୍ରହଣ କରନ୍ତି। ସେମାନେ କହନ୍ତି ଧର୍ମ କର୍ମ ଓ ଜାଗତିକତା ଗୋଟିଏ ମୁଦ୍ରାର 2 ପାର୍ଶ୍ୱ। এই ପ୍ରକାର ଖ୍ରୀଷ୍ଟିଆନ ମାନଙ୍କୁ ଆମେ ହୁଏତ କହିବା ନାମଧାରୀ ଖ୍ରୀଷ୍ଟିଆନ। ଅନେକ এই ପ୍ରକାର କାର୍ଯ୍ୟ କରି କହନ୍ତି ଈଶ୍ୱରଙ୍କର ଯାହା ଈଶ୍ୱରଙ୍କୁ ଦିଅ, ଈଶ୍ୱରଙ୍କୁ ଯାହା ତାହା ଈଶ୍ୱରଙ୍କୁ ଦିଅ। ଏହା ତ ପ୍ରଭୁ ଯୀଶୁ ନିଜେ କହିଅଛନ୍ତି। ତେଣୁକରି ସେମାନେ ଏଇ ଜାଗତିକତା ସମସ୍ତ ବିଷୟରେ ଭୋଗ ବିଳାସରେ ଆମୋଦ ପ୍ରମୋଦରେ ଆସକ୍ତ ରହି ଉପାସନା କରିଥାନ୍ତି। ଏ ପ୍ରକାର ଖ୍ରୀଷ୍ଟିଆନ ମାନଙ୍କୁ ଆମେ ତ ହୁଏତ ନାମଧାରୀ ଖ୍ରୀଷ୍ଟିଆନ ବୋଲି କହିପାରିବା। ମାତ୍ର ତାର 6 ପର୍ବ 24 ପଦରେ କୁହାଯାଏ ଯେ କୌଣସି ଲୋକ 2 ପ୍ରଭୁର ଦାସ ହେବ ନାହିଁ। ସେ ଜଣକୁ ପ୍ରେମ କରିବ ଏବଂ ଅନ୍ୟ ଜଣକୁ ଅପେକ୍ଷା କରିବ। ତେଣୁ ଆମକୁ ମିଶ୍ରକୁ ଛାଡିବାକୁ ହେବ, ଜାଗତିକତାକୁ ଛାଡିବାକୁ ହେବ ଏବଂ ଖ୍ରୀଷ୍ଟ ବିଶ୍ୱାସକୁ ଜଗତର ଜାଗତିକତାକୁ ପରିତ୍ୟାଗ କରିବାକୁ ହେବ। ଜଗତର ସମସ୍ତ ପ୍ରକାର ବନ୍ଧନରୁ ମୁକ୍ତ ହେବା ଯେ ପର୍ଯ୍ୟନ୍ତ ଖ୍ରୀଷ୍ଟ ବିଶ୍ୱାସୀ ଜାଗତିକ ବନ୍ଧନରେ ବନ୍ଧା, ସେ ପର୍ଯ୍ୟନ୍ତ ସେ ମୁକ୍ତ ନୁହେଁ। ହଁ ମୋ ପ୍ରିୟ ମାନେ, ଖ୍ରୀଷ୍ଟ ବିଶ୍ୱାସୀ ମିଶ୍ର ରହି ବା ଜାଗତିକତା ରହି ଈଶ୍ୱରଙ୍କର ସେବା ପବିତ୍ର ଭାବରେ
କରିପାରିବ ନାହିଁ। ଯଦି ଆପଣ ମାନେ ପ୍ରଥମ ଜହନ ତାର 2 ପର୍ବ 15-16 ପଦ ପଢିବେ, ଆଉ ଜଗତରୁ ଯାହା କିଛି ଉତ୍ପନ୍ନ, ଜଗତରେ ଯାହା କିଛି ରହିଅଛି ଆଉ ସେ ସବୁ ପରମେଶ୍ୱରଙ୍କ ଠାରୁ ଉତ୍ପନ୍ନ ନୁହେଁ, ମାତ୍ର ଜଗତର ଉତ୍ପନ୍ନ, ଯାହାକି ମନୁଷ୍ୟକୁ ଆତ୍ମିକ ଭାବରେ ଦାସତ୍ୱ ବନ୍ଧନରେ ଆବଦ୍ଧ କରିପାରେ। କେହି ଯଦି ପାଇବେ ପ୍ରଥମ ଜହନ ତାର 2 ପର୍ବ 15 ଏବଂ 16 ପଦ ପାଠ କରିବେ। ପ୍ରଥମ ଜହନ 2 ପର୍ବ 15 ଏବଂ 16 ପଦ। ସଂସାର କୁ ପ୍ରେମ ନ କର। କେହି ଯଦି ସଂସାରକୁ ପ୍ରେମ କରେ, ପିତାଙ୍କ ପ୍ରେମ ତାହାଠାରେ ନାହିଁ। କାରଣ ଶାରୀରିକ ଅଭିଳାଷ, ଚକ୍ଷୁର ଅଭିଳାଷ ଓ ଲୌକିକ ଗର୍ବ, ସଂସାରରେ ଥିବା ଏହି ସମସ୍ତ ବିଷୟ ପିତାଙ୍କ ଠାରୁ ନୁହେଁ, ମାତ୍ର ସଂସାରରୁ ଉତ୍ପନ୍ନ ହୋଇଥାଏ। ହାଲେଲୁୟା। ପିତାଙ୍କ ଠାରୁ ନୁହେଁ, ମାତ୍ର ସଂସାର ଉତ୍ପନ୍ନ। ଯେଉଁମାନେ ଭୋଗ ବିଳାସରେ ଆସକ୍ତିରେ ଜୀବନ କାଟନ୍ତି ସେମାନେ ବଞ୍ଚିଥାଉ ଅମୃତ ବୋଲି ତିମୋଥୀ ପୁସ୍ତକରେ ପାଉଲ ଲେଖନ୍ତି। ଦ୍ୱିତୀୟ ପ୍ରସ୍ତାବ ଆମେ ଦେଖିବା, ଯେତେବେଳେ ମିଶ୍ର ଦେଶରେ ଦଣ୍ଡର ପ୍ରକୋପ ବଢିଗଲା, ଫାରୋ ମୂଷାଙ୍କୁ କହିଲେ, ଯାତ୍ରା ତାର 8 ପର୍ବ 28 ପଦ। ଏ ଜଣେ ଯାତ୍ରା ପୁସ୍ତକ ଖୋଲି ରଖିଥିଲେ ଭଲ ହେବ। ଯାତ୍ରା ତାର 8 ପର୍ବ 28 ପଦରେ କଣ ଲେଖାଯାଏ ସେଇ ସ୍ଥାନରେ ଆଉ ପଢିଲେ ଆମେ ସ୍ପଷ୍ଟ ଭାବରେ ଜାଣିପାରିବା ଫାରୋ ରାଜାଙ୍କର ଦ୍ୱିତୀୟ ପ୍ରସ୍ତାବ କଣ ଥିଲା। ଯଥବ ପ୍ରଥମ ପ୍ରସ୍ତାବ ଥିଲା ଯେ ସେମାନେ ଯାଇ ବାହାରକୁ ନ ଯାଇ ଦେଶ ମଧ୍ୟରେ ହିଁ ପ୍ରଭୁଙ୍କର ଉପାସନା କର। ତାକେ ଏକ ଭୟଙ୍କର ପ୍ରସ୍ତାବ ଥିଲା ଯେ ଜଗତକୁ, ମିଶ୍ର ଦେଶର ପ୍ରତୀକ ହଉଛି ଜଗତ, ଆଉ ସେ କହନ୍ତି ଜଗତକୁ ପରିତ୍ୟାଗ ନ କରି ଜଗତ ମଧ୍ୟରେ, ଜାଗତିକତା ମଧ୍ୟରେ ରହି ପ୍ରଭୁଙ୍କର ଉପାସନା କର। ଆଉ ଦ୍ୱିତୀୟ ପ୍ରସ୍ତାବ ଏ ପାଇଲେ ଯଦି ଯାତ୍ରା 8 ପର୍ବ 28 ପଦ ପଢନ୍ତୁ। ଫାରୋ କହିଲେ, ଆମ୍ଭେ ତୁମମାନଙ୍କୁ ଛାଡ଼ିଦେବା, ତୁମେ ମାନେ ପ୍ରାନ୍ତରକୁ ଯାଇ ଆପଣ ସଦାପ୍ରଭୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ କର, ମାତ୍ର ବହୁ ଦୂରକୁ ଯାଅ ନାହିଁ, ପୁଣି ଆମ୍ଭ ନିମନ୍ତେ ପ୍ରାର୍ଥନା କର। ହଁ ମୋ ପ୍ରିୟ ମାନେ, ଯେତ ପ୍ରଥମ ବିଷୟରେ ମୂଷା ରାଜି ହେଲେ ନାହିଁ, ଯୋଉ ପ୍ରସ୍ତାବ ଦେଲେ, ସାଲିସ କଲେ ଯେ ତୁମେ ଦେଶ ମଧ୍ୟରେ ଉପାସନା କର, ସେଇ ସମୟରେ ମୂଷା ମାନିଲେ ନାହିଁ। ଆମକୁ 3 ଦିନର ପଥ ଯିବାକୁ ପଡିବ, ଆମେ ବାହାରୁ ଯାଇ ଆମେ ଉପାସନା କରିବୁ, କାରଣ ଏଇ ସ୍ଥାନରେ ଆମମାନଙ୍କର ଉପାସନା ବିଧିରେ ଯାହା କିଛି ବ୍ୟବହାର ହୁଏ ଆଉ ସେଇ ମିଶ୍ରରେ ତାହା ସବୁ ଗ୍ରହଣ ଯୋଗ୍ୟ ନୁହେଁ। ତେଣୁକରି ଆମମାନଙ୍କୁ ବାହାରକୁ ଯିବାକୁ ପଡିବ। ଏଇ ସ୍ଥାନରେ ଦ୍ୱିତୀୟ ପ୍ରସ୍ତାବ ଆଉ ଫାରୋ ରଖୁଛନ୍ତି, ଯାଅ ତୁମେ ପ୍ରାନ୍ତରକୁ ଯାଇ ଉପାସନା କର, ମାତ୍ର ଯାଅ ଯେ ବେଶୀ ଦୂରକୁ ଯାଅ ନାହିଁ। ଫାରୋଙ୍କର ଏହି ଦ୍ୱିତୀୟ ପ୍ରସ୍ତାବ ପ୍ରଥମ ଅପେକ୍ଷା ଆହୁରି ବିପଦଜନକ, କାରଣ ଏହି ପ୍ରସ୍ତାବ ଗ୍ରହଣ କରିବାର ଅର୍ଥ ହେଉଛି ତମେ ଖ୍ରୀଷ୍ଟିଆନ ହୁଅ, ମଣ୍ଡଳୀରେ ସେବା ଉପାସନା କର, ଯୋଗ ଦିଅ, ପ୍ରାର୍ଥନା କରି ଦାନ ଦିଅ, ମାତ୍ର ଗୁରୁତ୍ୱ ଭାବରେ ଖ୍ରୀଷ୍ଟଙ୍କୁ ଗ୍ରହଣ କରିବ ନାହିଁ, ସିରିୟସ ଭାବରେ ନିଅ ନାହିଁ, ବେଶୀ ଦୂରକୁ ଯାଅ ନାହିଁ। ତାହେଲେ ମିଶ୍ର ଦେଶକୁ ଫେରିବା ଆସିବାରେ ବିଳମ୍ବ ଓ କଷ୍ଟ ହେବ ନାହିଁ। ବେଶୀ ଦୂରକୁ ନ ଯିବାର ଅର୍ଥ ଖ୍ରୀଷ୍ଟୀୟ ଜୀବନର ମୂଳଦୁଆ ବା ବିଶ୍ୱାସର ଚେର ବେଶୀ ଗଭୀରକୁ ନ ଯିବା। ତାହେଲେ ଖ୍ରୀଷ୍ଟ ବିଶ୍ୱାସୀର ସମସ୍ୟା, ଅଭାବ, ଅସୁବିଧା, ଦୁଃଖ, କଷ୍ଟ, ତାଡ଼ନା ଆସିଲେ ସେ ଅତି ଶୀଘ୍ର ପୁଣି ମିଶ୍ରକୁ ବା ଜାଗତିକତା ମଧ୍ୟକୁ ଫେରି ଆସିପାରିବ। ବନ୍ଧୁଗଣ, ବର୍ତ୍ତମାନ ସମୟରେ ଅନେକ ଖ୍ରୀଷ୍ଟିଆନ ଜୀବନରେ ଏ ପ୍ରକାର ଘଟଣା ସବୁ ଘଟୁଅଛି। ସେମାନେ ଫାରୋ କହିଲେ, ଯାହ, ମାତ୍ର ବେଶୀ ଦୂରକୁ ଯାଅ ନାହିଁ। ଏ ପ୍ରକାର ଖ୍ରୀଷ୍ଟ ବିଶ୍ୱାସୀକୁ ଯୀଶୁ ଶିକ୍ଷାରେ ପଥୁରିଆ ଭୂମିରେ ପଡିଥିବା ବିହନ ସଦୃଶ୍ୟ ବୋଲି କହନ୍ତି। ମାଥ୍ୟୁ ତାର 13 ପର୍ବ 5 ଏବଂ 6, 20 ଏବଂ 21 ପଦ ଦେଖିବା, ସେହି ସ୍ଥାନରେ ଅତି ସୁନ୍ଦର ଭାବରେ ଲେଖାଯାଏ ଯେ କେତେକ ବିହନ
ଅଳ୍ପ ମାଟି ଥିବା ପଥୁରିଆ ଭୂମିରେ ପଡିଲା ଆଉ ଶୀଘ୍ର ଗଜା ଉଠିଲା। ମାତ୍ର ଯେତେବେଳେ ତା ଉପରେ ଖରା ପଡିଲା ଆଉ ଚେର ଗଭୀରକୁ ନ ଯାଇଥିବା ସକାଶୁ ସେ ଅତି ଶୀଘ୍ର ଝାଉଁଳି ପଡିଲା ବା ମରିଗଲା। 20-21 ପଦରେ ସେ ସ୍ଥାନରେ ଦେହ ବୁଝିବା ପାଇଁ କୁହାଗଲା। ସେମାନେ ବାକ୍ୟ ଶୁଣିଲେ, ଅତି ଶୀଘ୍ର ବିଶ୍ୱାସ ମଧ୍ୟ କଲେ, ଆନନ୍ଦିତ ହେଲେ। କିନ୍ତୁ ଯେତେବେଳେ ତାଡ଼ନା ଆସିଲା ସେମାନେ ଅତି ଶୀଘ୍ର ସେଥିରୁ ବିମୁଖ ହେଲେ। ହଁ ମୋ ପ୍ରିୟମାନେ, ଆଜି ଅନେକ ଏହିପରି ପଥୁରିଆ ଭୂମିରେ ପଡିଥିବା ବିହନ ସଦୃଶ୍ୟ, ହଁ ପଡିଲେ ତାହା ଗଜା ହୁଏ ସତ, ମାତ୍ର ଖରା ହେଲେ ଶୀଘ୍ର ଝାଉଁଳି ପଡେ ବା ମରିଯାଏ। ତାପରେ ଆମେ ତୃତୀୟ ପ୍ରସ୍ତାବ ଦେଖିବା, ଯାହାକି ମିଶରରେ ଦଣ୍ଡ ପ୍ରତାପ ଆହୁରି ଅଧିକ ବଢିବାରୁ ଫାର ଆଉ ଏକ ପ୍ରସ୍ତାବ ନେଇ ମୋସାଙ୍କୁ କହିଲେ। ଯାତ୍ରା ତାର 10 ପର୍ବ 11 ପଦରେ ତାହା ଲେଖାଯାଏ। ଯାତ୍ରା ତାର 10 ପର୍ବ 11 ପଦ। ତେବେ ଫାର ସେମାନଙ୍କୁ କହିଲେ, ହେଉ ସଦାପ୍ରଭୁ ତୁମ୍ଭମାନଙ୍କର ସହବର୍ତ୍ତୀ ହେଉନ୍ତୁ। ଆମ୍ଭେ ତ ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କ ବାଳକମାନଙ୍କୁ ଛାଡ଼ିଦେବୁ। ସାବଧାନ, ଅମଙ୍ଗଳ ତୁମ୍ଭମାନଙ୍କ ସମ୍ମୁଖରେ ଅଛି। ଆଉ ଟିକେ କଣ କହିଲେ 11 ପଦରେ, ଏପରି ହେବ ନାହିଁ। ଆମ୍ଭେମାନେ ଯାଅ ସଦାପ୍ରଭୁଙ୍କର ସେବା କର, କାରଣ ଏକମାତ୍ର ତୁମେମାନେ ଚାହଁ। ଏ ଉତ୍ତାରେ ସେମାନେ ଫାରୋଙ୍କ ସାକ୍ଷାତରୁ ତାଡ଼ିତ ହେଲେ। ମାନେ ଇଶାରାରେ ଦେଖୁଛୁ ତୃତୀୟ ପ୍ରସ୍ତାବ ସେ ଦଉଛନ୍ତି, କୋଉମାନେ ଯିବ? କେବଳ ପୁରୁଷ ମାନେ ଯାଅ, ପିଲାମାନଙ୍କୁ ପରିବାରକୁ ଏଇ ମିଶର ଦେଶରେ ଛାଡି ଦିଅ। ସେମାନେ ଯିବା ପାଇଁ କହୁଛ, ଯାଅ। ମାତ୍ର କେବଳ ପୁରୁଷ ମାନେ, ବୟସ୍କ ମାନେ ସେମାନେ ଯାଅ। ଏଥିରେ ଆଉ ଏକ ଭୟଙ୍କର ଓ କ୍ଷତିକାରକ ପ୍ରସ୍ତାବ ଥିଲା। ଏହି ପ୍ରସ୍ତାବରେ ଅର୍ଥ ହେଉଛି, ଯେଉଁମାନେ ବୟସ୍କ ଓ ବୃଦ୍ଧ ସେମାନେ ଧର୍ମକର୍ମ କରନ୍ତୁ, ମାତ୍ର ପିଲା, ଯୁବା ଯୁବତୀ, ସ୍ତ୍ରୀ ପିଲାମାନଙ୍କୁ ଧର୍ମକର୍ମ କରିବା ପାଇଁ ପ୍ରବର୍ତ୍ତାନ୍ତୁ ନାହିଁ। ସେମାନେ ଧର୍ମକର୍ମ କିମ୍ବା ଗିର୍ଜା ପ୍ରାର୍ଥନାରେ ଯୋଗ ଦେବା ଆବଶ୍ୟକ ନାହିଁ। ପ୍ରିୟ ବନ୍ଧୁଗଣ, ଏଥର ପ୍ରସ୍ତାବ ବାସ୍ତବରେ ଆଜି ଆମମାନଙ୍କ ମଧ୍ୟରେ ଅନେକ ଉପରେ ମାନେ ପଡ଼ିବାର ଦେଖୁଅଛୁ। ଫଳରେ ଅନେକ ପରିବାର ମୁଖ୍ୟମାନେ ସେମାନେ ପରିବାର ଓ ପିଲାମାନଙ୍କ ଆତ୍ମିକ ଜୀବନରେ ଉଦାସୀନ ହେବାର ଦେଖାଯାଏ। ପରିବାରର ବିଶେଷତଃ ପିଲାମାନେ ଗିର୍ଜା ପ୍ରାର୍ଥନା, ଉପାସନା, ସଣ୍ଡେ ସ୍କୁଲ ଇତ୍ୟାଦିରେ ଯୋଗ ଦେବା ବିଷୟରେ ବିଶେଷ ଆଗ୍ରହ ଓ ଚେଷ୍ଟା ଦେଖାଯାଏ ନାହିଁ। ମାତ୍ର ମୋଶା କହିଲେ, ସାନ ଠାରୁ ବଡ ସମସ୍ତେ ଆମେ ସେ ଉପାସନା କରିବାକୁ ଯିବୁ, ଆମମାନଙ୍କୁ ଛାଡି ଦିଅ। କିନ୍ତୁ ଫାରୋ ସେଥିରେ ରାଜି ହେଲେ ନାହିଁ। ଆମ ପ୍ରିୟମାନେ, ଏହାପରେ ଚତୁର୍ଥ ପ୍ରସ୍ତାବ ବା ଶେଷ ପ୍ରସ୍ତାବ ସେ ମୋଶାଙ୍କ ନିକଟରେ ରଖିଲେ। ଆଉ ସେ ଶେଷରେ ସେ କହିଲେ, ଠିକ ଅଛି, ସମସ୍ତେ ଯାଅ, ତୁମର ପୁରୁଷ, ସ୍ତ୍ରୀ, ବାଳକ, ବାଳିକା, ପୁଅ, ଝିଅ, ସାନ ବଡ ସମସ୍ତେ ଯାଅ। ମାତ୍ର ତୁମର ଗୋମେଶାଦି ଓ ପଶୁପଲ ଅର୍ଥାତ୍ ତୁମର ଧନ ସମ୍ପତ୍ତି ମିଶର ଦେଶରେ ଥାଉ। ଯାତ୍ରା ତାର 10 ପର୍ବ 24 ପଦ, ଯାହାକି ଫାରୋ ରାଜା ମୋଶାଙ୍କ ନିକଟରେ ଏକ ଚତୁର୍ଥ ପ୍ରସ୍ତାବ ବା ସାଲିସ ରଖୁଛନ୍ତି, ଏକ କମ୍ପ୍ରମାଇଜ ଭାବରେ କହୁଛନ୍ତି। ତମେ ଯିବ କହୁଛ, ସମସ୍ତେ ଯିବ କହୁଛ, ଯାଅ, ସମସ୍ତେ ଯାଅ, ମାତ୍ର ତମର ପଶୁପଲ ଏଇ ସ୍ଥାନରେ ଛାଡି ଦେଇ ଯାଅ। ଯାତ୍ରା ତାର 10 ପର୍ବ 24 ପଦ, କେହି ଜଣେ ପାଠ କରନ୍ତୁ। ଫାରୋ ମୋଶାଙ୍କୁ ଡକାଇ କହିଲେ, ତୁମେମାନେ ସଦାପ୍ରଭୁଙ୍କ ସେବା କରିବାକୁ ଯାଅ, କେବଳ ତୁମମାନଙ୍କର ଗୋମେଶାଦି ପଲ ଥାନ୍ତୁ, ତୁମମାନଙ୍କର ବାଳକମାନେ ମଧ୍ୟ ତୁମମାନଙ୍କ ସଙ୍ଗେ ଯାଆନ୍ତୁ। Praise the Lord। ଏବେ ରାଜି ହେଲେ ସେ, ବଡ ମାନେ, ସାନ ମାନେ ସମସ୍ତେ ଯାଅ। ସେ ପ୍ରସ୍ତାବ ରଖୁଛନ୍ତି, ମୋଶା ନାଇଁ କହୁଛନ୍ତି। ଏହି ସମୟରେ ସେ ଶେଷରେ ଆଉ ଗୋଟେ ଅତି ସୁନ୍ଦର ଗୋଟେ ଫର୍ମୁଲା ସେ ୟୁଜ କରୁଛନ୍ତି। ସେ କହୁଛନ୍ତି, ତମେ ଯିବ ବୋଲି କହୁଛ, ସମସ୍ତେ ଯିବ କହୁଛ, ଯାଅ, ମାତ୍ର ତୁମର ପଶୁପଲ, ଧନ ସମ୍ପତ୍ତି
ସେ ସବୁ ଏଇଠି ଛାଡି ଦେଇକି ଯାଅ। କାରଣ ଫାରୋ ଜାଣିଥିଲେ ଇସ୍ରାଏଲ ଲୋକମାନଙ୍କର ଗୋମିସାଦି ଓ ପଶୁପଲ ଯଦି ମିଶରରେ ରହିବେ ତାହେଲେ ସେମାନେ ଦିନେ ନା ଦିନେ ନିଶ୍ଚୟ ଫେରି ଆସିବେ। ବନ୍ଧୁଗଣ, ଏହି ଥିଲା ଅତି ସୁନ୍ଦର ଆକର୍ଷଣୀୟ ଓ ଗ୍ରହଣୀୟ ପ୍ରସ୍ତାବ। ଏ ସମ୍ପର୍କରେ ଯୀଶୁ ନିଜେ କହିଲେ, ଯେଉଁଠି ତୁମର ଧନ ସେଇଠି ତୁମର ମନ। ପ୍ରିୟମାନେ, ମାଥ୍ୟୁ ତାର 6 ପର୍ବ 21 ପଦ ଯଦି ଦେଖିବେ, ସେଇ ସ୍ଥାନରେ ଯୀଶୁ ନିଜେ କହିଛନ୍ତି, ଆଉ ପାର୍ବତ୍ୟ ଉପଦେଶରେ ଉପଦେଶ ଦେଇ କହିଛନ୍ତି, ପ୍ରିୟମାନେ, ଯେଉଁଠି ତୁମର ଧନ ସେଇଠି ତୁମର ମନ। କାରଣ ସ୍ୱର୍ଗ ରାଜ୍ୟରେ ଧନୀ ମାନଙ୍କର ପ୍ରବେଶ କରିବା ଅତି କଷ୍ଟକର। ଛୋଟେ ଛିଦ୍ର ଦେଇ ଓଟରେ ପ୍ରବେଶ କରିବା ସହଜ ହେଇପାରେ, କିନ୍ତୁ ଧନୀ ଲୋକର ସ୍ୱର୍ଗରେ ପ୍ରବେଶ କରିବା ଅତି କଷ୍ଟକର। କାରଣ ଯେଉଁଠାରେ ସେମାନଙ୍କର ଧନ ଥାଏ ସେଇଠାରେ ସେମାନଙ୍କର ମନ। ସେଥିପାଇଁ ଲୋକେ ନିଜେ ଈଶ୍ୱରଙ୍କ ନିକଟକୁ ଆସନ୍ତି, ମାତ୍ର ନିଜର ସମ୍ପତ୍ତିକି ଆଣନ୍ତି ନାହିଁ କିମ୍ବା ପ୍ରଭୁଙ୍କ କାର୍ଯ୍ୟ ନିମନ୍ତେ ଦାନ କରନ୍ତି ନାହିଁ। ଅତି ସୁନ୍ଦର ପ୍ରସ୍ତାବ ସେ ରଖିଛନ୍ତି ଯେ ତୁମାନେ ସମସ୍ତେ ଯାଅ। ଆପଣ ଯଦି କହୁଛନ୍ତି ପିଲାପିଲି ସମସ୍ତଙ୍କୁ ତୁମେ ଧରିକି ଯାଅ, ମାତ୍ର ତୁମର ପଶୁପଲ ଆଉ ଗୋମିସାଦି ସବୁ ତୁମେ ଏଇ ସ୍ଥାନରେ ରଖିଦେଇ ଯାଅ। ଆମେ ଯେ ଦେଖୁ ଏଇ ସ୍ଥାନରେ ଦ୍ୱିତୀୟ ବିବରଣୀ ତାର 28 ପର୍ବ 47 ପଦରେ କଣ ଲେଖାଯାଏ, ଅନେକ ସମୟରେ ଆମେ ସମସ୍ତେ ଉପାସନାକୁ ଆସୁ, ସବୁ କରୁ, କିନ୍ତୁ ଆମେ ଆମମାନଙ୍କର ଧନ ସମ୍ପତ୍ତିକୁ ପ୍ରଭୁଙ୍କ ନିକଟକୁ ଆଣିନଥାଉ। ଯେହେତୁ ପ୍ରଭୁ ଆମମାନଙ୍କୁ ଅନେକ କିଛି ମଙ୍ଗଳ ଦାନ ଦେଇଛନ୍ତି, କିନ୍ତୁ ପ୍ରଭୁଙ୍କର ସେବା ନିମନ୍ତେ ତାହା ବ୍ୟବହାର କରିବା ପାଇଁ ଆମେ ଅନେକ ସମୟରେ ଅନେକ କୁଣ୍ଠାବୋଧ କରିଥାଉ। ପ୍ରିୟମାନେ, ଯଦି ଆପଣମାନେ ଦେଖିବେ, ଆଉ ଦ୍ୱିତୀୟ ବିବରଣୀ ତାର 28 ପର୍ବ 48 ପଦ ଦେଖନ୍ତୁ, 47 ପଦ। କାରଣ ତୁମେ ସବୁ ପ୍ରକାର ସମ୍ପତ୍ତି ବହୁଳ ରୂପେ ପାଇଲେ ହିଁ ଆନନ୍ଦରେ ଓ ପ୍ରଫୁଲ୍ଲ ଚିତ୍ତରେ ସଦାପ୍ରଭୁ ତୁମ ପରମେଶ୍ୱରଙ୍କୁ ସେବା କଲ ନାହିଁ। 48 ପଦ। ଏଇଠୁ ସଦାପ୍ରଭୁ ଯେଉଁ ଶତ୍ରୁମାନଙ୍କୁ ତୁମ୍ଭ ବିରୁଦ୍ଧରେ ପଠାଇବେ, ତୁମ୍ଭେ କ୍ଷୁଧାରେ ଓ ତୁଷାରେ ଓ ଉଲ୍ଲଙ୍ଘତାରେ ଓ ସର୍ବ ପ୍ରକାର ଅଭାବରେ ସେମାନଙ୍କର ଦାସ୍ୟ କର୍ମ କରିବ, ଆଉ ଶତ୍ରୁ ତୁମ୍ଭକୁ ବିନଷ୍ଟ କରିବା ବେଳେ ତୁମ୍ଭ କାନ୍ଧରେ ଲୁହାର ଜୁଆଳି ଦେବ। ପ୍ରିୟମାନେ, ଆଜି ଅନେକ ପ୍ରଭୁଙ୍କ ଠାରୁ ସବୁ ପ୍ରକାର ମଙ୍ଗଳ ଦାନ ପାଇଲେ ମଧ୍ୟ, ଅନେକ ଧନ ସମ୍ପତ୍ତି ପାଇଲେ ମଧ୍ୟ, ଧନ୍ୟବାଦ, କୌଣସି ଖରାପ କଥା ନୁହେଁ, କିନ୍ତୁ ପ୍ରଭୁ ଯେଉଁ ଧନ ଦେଇଛନ୍ତି ସେ ଧନକୁ ଆମେ ଉପଯୁକ୍ତ ଭାବରେ ବ୍ୟବହାର କରିବା ଆବଶ୍ୟକ। ସେଥିପାଇଁ ଲୋକେ ନିଜେ ଈଶ୍ୱରଙ୍କ ନିକଟକୁ ଆସନ୍ତି, ମାତ୍ର ନିଜର ଧନ ସମ୍ପତ୍ତିକୁ ଆଣନ୍ତି ନାହିଁ, କିନ୍ତୁ ପ୍ରଭୁଙ୍କ କାର୍ଯ୍ୟ ନିମନ୍ତେ ଦାନ ମଧ୍ୟ ଦିଅନ୍ତି ନାହିଁ। ବନ୍ଧୁଗଣ, ଫାରୋ ରାଜା ଯିଏକି ଶୈତାନର ପ୍ରତୀକ, ସେ ଇସ୍ରାଏଲ ମାନଙ୍କୁ ନିଜ ଅଧୀନରେ ରଖିବା ଉଦ୍ଦେଶ୍ୟରେ କେଡ଼େ ସୁନ୍ଦର ଚତୁର ପ୍ରସ୍ତାବ ମାନ ଦେଇଥିଲେ। ମୂଷା ଯଦି ତନ୍ମଧ୍ୟରୁ ଗୋଟିଏ ବି ଗ୍ରହଣ କରିଥାନ୍ତେ, ତାହେଲେ ଇସ୍ରାଏଲ ଜାତି ମିଶ୍ରରୁ ବାହାରି ପାରିନଥାନ୍ତେ, ଦାସତ୍ୱ ବନ୍ଧନରେ ରହିଥାନ୍ତେ। ଫାରୋ ରାଜାର ପ୍ରତୀକ ଯେ ଶୈତାନ, ସେ ଆଜି ମଧ୍ୟ ଜଗତ ଥିବା ଖ୍ରୀଷ୍ଟିଆନ ମାନଙ୍କ ସମ୍ମୁଖରେ ସେଇ 4 ଗୋଟି ଆକର୍ଷଣୀୟ ପ୍ରସ୍ତାବ ଉପସ୍ଥାପନା କରି ମୁକ୍ତି ଦେବାକୁ ଚାହେଁ। ଅନେକ ଖ୍ରୀଷ୍ଟିଆନ ସେ ପ୍ରସ୍ତାବ ସବୁ ଗ୍ରହଣ କରନ୍ତି, ଯଦ୍ୱାରା କି ପୁନର୍ବାର ଆତ୍ମିକ ସ୍ୱାଧୀନତା ନ ପାଇ ପୁନର୍ବାର ଶୈତାନର ଦାସତ୍ୱ ବନ୍ଧନରେ ଛନ୍ଦି ଯାଆନ୍ତି। କେହି ପ୍ରଥମ ପ୍ରସ୍ତାବ ଗ୍ରହଣ କରନ୍ତି, ଅର୍ଥାତ୍ ଜଗତର ଏଇ ଜାଗତିକତା ମଧ୍ୟରେ ସମସ୍ତ ଭୋଗ ବିଳାସରେ ଦିନ କାଟୁ କାଟୁ ପ୍ରଭୁଙ୍କର ଉପାସନା କରନ୍ତି। କେହି ଦ୍ୱିତୀୟ ପ୍ରସ୍ତାବ ଗ୍ରହଣ କରନ୍ତି, ଅର୍ଥାତ୍ ଖ୍ରୀଷ୍ଟୀୟ ବିଶ୍ୱାସ ଓ ତତ୍ତ୍ୱ ଜ୍ଞାନର ପରିପକ୍ୱ ନ ହୋଇ ଗଭୀର ବିଶ୍ୱାସରେ ନରେ ଈଶ୍ୱରଙ୍କର ଉପାସନା କରନ୍ତି। ଯେତେବେଳେ ତାଡ଼ନା ଆସେ
ଦୁଃଖ ଆସେ କଷ୍ଟ ଆସେ ସେମାନେ ପ୍ରଭୁଙ୍କ ଠାରୁ ବ୍ୟାକସ୍ଲାଇଡ୍ ହେଇଯାଆନ୍ତି। କେହି ତୁଚ୍ଛ ପ୍ରସ୍ତାବ ଗ୍ରହଣ କରନ୍ତି, ଅର୍ଥାତ୍ କେବଳ ବଡ ଓ ବୟସ୍କ ପୁରୁଷ ମାନେ ଈଶ୍ୱରଙ୍କର ଉପାସନା କରୁଥିବା ବେଳେ ସାନ ମାନଙ୍କ ପ୍ରତି ଉଦାସୀନ ରୁହନ୍ତି। ଆଉ କେହି ଚତୁର୍ଥ ପ୍ରସ୍ତାବ ଗ୍ରହଣ କରନ୍ତି, ଅର୍ଥାତ୍ ନିଜେ ଈଶ୍ୱରଙ୍କ ନିକଟକୁ ଯାଇଥାନ୍ତି ମାତ୍ର ନିଜର ଧନ ସମ୍ପତ୍ତି ସଙ୍ଗରେ ନେଇ ନଥାନ୍ତି। ଜଗତ ଛାଡି ସେମାନେ ଜଗତରେ ଛାଡି ସେମାନେ ଚାଲି ଯାଇଥାନ୍ତି। ଆଉ କେହି ଏଇ ସମସ୍ତ ପ୍ରସ୍ତାବ ଗ୍ରହଣ କରି ଏ ପର୍ଯ୍ୟନ୍ତ ପାପର ବନ୍ଧନରେ ଅଛନ୍ତି। ଆମେ ପାପର ବନ୍ଧନରୁ ମୁକ୍ତି ବୋଲି ଯେତେ ଯାହା କହୁଥିଲେ ମଧ୍ୟ ଆମେ ଏ ପର୍ଯ୍ୟନ୍ତ ମିଶର ବା ଜଗତରେ ଅଛୁ। କିନ୍ତୁ ଆମକୁ ମନେ ରଖିବାକୁ ହେବ ଯେ ଖ୍ରୀଷ୍ଟ ଯୀଶୁ ଆମକୁ ପାପର ବନ୍ଧନରୁ, ବ୍ୟବସ୍ଥାର ବନ୍ଧନରୁ, ଜାଗତିକତା ବନ୍ଧନରୁ ଏବଂ ଅହଂକାର ବନ୍ଧନରୁ ମୁକ୍ତ କରିବା ଉଦ୍ଦେଶ୍ୟରେ କାଲବରୀ କ୍ରୁଶରେ ମୃତ୍ୟୁବରଣ କରିଛନ୍ତି। ଆମେ ଯେଉଁ ଦଣ୍ଡ ଭୋଗ କରିଥାନ୍ତେ ସେ ଆମ ସମସ୍ତଙ୍କ ତରଫରୁ ପ୍ରତିନିଧି ସ୍ୱରୂପେ ଭୋଗ କରିଅଛନ୍ତି। ଧନ୍ୟ ହଉ ତାଙ୍କର ନାମ, ପ୍ରଭୁ ଗୌରବାନ୍ୱିତ ହୁଅନ୍ତୁ। ହାଲେଲୁୟା। ପୁରାତନ ନିୟମରେ ଇସ୍ରାଏଲ ଲୋକମାନଙ୍କୁ ମିଶ୍ର ଦେଶକୁ ଦାସତ୍ୱ ବନ୍ଧନରୁ ଉଦ୍ଧାର ଏବଂ ନୂତନ ନିୟମର ସମସ୍ତ ମାନବ ଜାତିକୁ ପାପର ବନ୍ଧନରୁ ଓ ମୃତ୍ୟୁର ବନ୍ଧନରୁ ଉଦ୍ଧାର, ଏହି ଉଭୟ ଘଟଣା ମଧ୍ୟରେ ଆମେ ଅନେକ ସାମଞ୍ଜସ୍ୟ ଓ ପାର୍ଥକ୍ୟ ଦେଖିବାକୁ ପାଉ। ଯଦି ଆମେ ପ୍ରଥମେ ସାମଞ୍ଜସ୍ୟ ଦେଖିବା এই দুইটি ঘটଣା ମଧ୍ୟରେ ପୁରାତନ ନିୟମ ଓ ନୂତନ ନିୟମର ଦାସତ୍ୱ ବନ୍ଧନରୁ ମୁକ୍ତି ପାଇବା ବିଷୟ, ତାହେଲେ ପ୍ରଥମ ଦେଖିବା ସାମଞ୍ଜସ୍ୟ, ଉଭୟ ଉଦ୍ଧାରକର୍ତ୍ତା ହେଉଛନ୍ତି ଜଣେ, ସେ ହେଉଛନ୍ତି ଈଶ୍ୱର। ଦ୍ୱିତୀୟରେ ଆମେ ଦେଖିବା ଉଭୟ ଘଟଣାରେ ରକ୍ତର ବ୍ୟବହାର ହୋଇଛି, ଯଦ୍ୱାରା କି ନିସ୍ତାର ପର୍ବ ପାଳନ କରାଯାଉଛି। କାରଣ ଯେତେବେଳେ ସେମାନେ ସେ ଦାସତ୍ୱ ବନ୍ଧନରୁ ମିଶ୍ରରୁ ବାହାର ହେବାକୁ ହେଲା, ଶେଷ ରାତ୍ରିରେ ସେମାନେ ପ୍ରତ୍ୟେକ ପରିବାର ଗୋଟେ ଗୋଟେ ମେଷକୁ ବଳି ଦେଇ ଆଉ ରକ୍ତ ବାଜୁବନ୍ଧରେ ଲଗାଇଲେ। ଆଉ ଯେଉଁ ଗୃହରେ ରକ୍ତର ଚିହ୍ନ ଦେଖାଗଲା ସେଇ ଗୃହକୁ ସଂହାରକ ଦୂତ ପ୍ରବେଶ କଲେ ନାହିଁ, ତାର ପ୍ରଥମ ଜାତ ସନ୍ତାନ ମୃତ୍ୟୁବରଣ କଲା ନାହିଁ। ସେଦିନ ରକ୍ତର ବ୍ୟବହାର ହେଇଥିଲା ସେ ମୁକ୍ତି ନିମନ୍ତେ। ଆଉ ସେଇ ରାତ୍ରିରେ ସେମାନେ ସେଇ ଦାସତ୍ୱ ବନ୍ଧନରୁ ମୁକ୍ତି ପାଇଁ ମିଶ୍ର ଦେଶରୁ ବାହାରିଥିଲେ କିଣା ଦେଶ ଅଭିମୁଖେ। ତେଣୁକରି ସେଇ ସ୍ଥାନରେ ରକ୍ତର ବ୍ୟବହାର ହେଇଥିଲା। ଆଉ ଉଭୟ ଘଟଣାର ଉଦ୍ଦେଶ୍ୟ ସମାନ, ଅର୍ଥାତ୍ ମୁକ୍ତି ବା ଉଦ୍ଧାର। ପ୍ରଭୁ ଯୀଶୁ ମଧ୍ୟ ଆମମାନଙ୍କୁ ମୁକ୍ତି ବା ଉଦ୍ଧାର କରିବା ପାଇଁ ସେ ମଧ୍ୟ ଆମମାନଙ୍କ ନିମନ୍ତେ ରକ୍ତର ବ୍ୟବହାର କରାଯାଇଥିଲା। ଆଉ ଉଭୟ ଘଟଣା ଆମେ ଦେଖୁଛୁ, ଗୋଟିଏ ଘଟଣା ହଉଛି ମିଶ୍ରରୁ ଦାସତ୍ୱ ବନ୍ଧନରୁ ମୁକ୍ତ, ନୂତନ ନିୟମରେ ଦେଖୁ ପାପର ବନ୍ଧନ ବା ପାପର ଦାସ ଶୈତାନର ଦାସତ୍ୱ ମଧ୍ୟରୁ ମୁକ୍ତ ବା ଉଦ୍ଧାର ହେବା। ଯଦି ଆମେ ପାର୍ଥକ୍ୟ ଦେଖିବା ଦୁଇଟି ଯାକର, ପ୍ରଥମ ପୁରାତନ ନିୟମରେ ଉଦ୍ଧାର ଥିଲା ସୀମିତ, ଅର୍ଥାତ୍ କେବଳ ଇସ୍ରାଏଲ ଜାତି ନିମନ୍ତେ। ମାତ୍ର ନୂତନ ନିୟମରେ ଯେଉଁ ଉଦ୍ଧାର କାର୍ଯ୍ୟ ହୋଇଥିଲା ତାହା ଅସୀମ ଆଉ ସର୍ବଜନୀନ, ଅର୍ଥାତ୍ ସମଗ୍ର ମାନବ ଜାତି ନିମନ୍ତେ ଉଦ୍ଦିଷ୍ଟ। ସେଥିରେ କୌଣସି ଜାତିଭେଦ ନଥିଲା, କୌଣସି ଉଚ୍ଚା ନିଚା ନଥିଲା, କୌଣସି ବର୍ଗ କିମ୍ବା କୌଣସି ଲୋକ ନଥିଲେ। ଆଉ ଯାହାକି ସମସ୍ତ ଜାତି ନିମନ୍ତେ, ସମସ୍ତଙ୍କ ନିମନ୍ତେ ସେ ଉଦ୍ଧାର ଉଦ୍ଦିଷ୍ଟ ଥିଲା। ଆଉ ଯଦି ଆମେ ଦ୍ୱିତୀୟ ବିଷୟ ଦେଖିବା, ସେଠାରେ ଲେଖାଯାଏ ସେ ପାର୍ଥକ୍ୟ, ଇସ୍ରାଏଲ ଜାତି ମିଶ୍ର ଦେଶରୁ ଉଦ୍ଧାର ଥିଲା ଶାରୀରିକ, ମାତ୍ର ନୂତନ ନିୟମର ଯୀଶୁ ଯେଉଁ ଉଦ୍ଧାର କାର୍ଯ୍ୟ କଲେ ତାହା ଆତ୍ମିକ ଓ ଶାରୀରିକ ଥିଲା। ତୃତୀୟ ବିଷୟ ଦେଖିବା ପାର୍ଥକ୍ୟ, ପୁରାତନ ନିୟମରେ ଇସ୍ରାଏଲ ଜାତିକୁ ମିଶ୍ର ଦେଶରେ ଦାସତ୍ୱ ଅବସ୍ଥାରୁ ଉଦ୍ଧାର କରିବା ପାଇଁ ଈଶ୍ୱର ଯେଉଁ ପନ୍ଥା ଅବଲମ୍ବନ କଲେ ତାହା ଥିଲା ଶକ୍ତି, ପରାକ୍ରମ ଓ ଦଣ୍ଡ ମାତ୍ର। ନୂତନ ନିୟମରେ ମାନବ ଜାତିକୁ ପାପରୁ ଉଦ୍ଧାର କରିବା ପାଇଁ ଯୀଶୁ ଯେଉଁ ପନ୍ଥା ଅବଲମ୍ବନ କଲେ ତାହା ହେଲା ପ୍ରେମ, କ୍ଷମା, ଅନୁଗ୍ରହ, ଦୁଃଖ ଭୋଗ ଓ ନିଜ ଜୀବନ ଦାନ। ପ୍ରିୟ ଭାଇ ଭଉଣୀ ମାନେ, ଆମମାନଙ୍କର ମୁକ୍ତି ବା ପରିତ୍ରାଣ
ସହଜରେ ସାଧିତ ହୋଇନାହିଁ। ଏଥିପାଇଁ ଈଶ୍ୱରଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କୁ ଆପଣାର ବହୁମୂଲ୍ୟ ରକ୍ତ ଦେବାକୁ ପଡିଲା। ଅସୀମ ଈଶ୍ୱର ହେଲେ ମଧ୍ୟ ସସୀମ ରୂପ ଧାରଣ କରି ଈଶ୍ୱରଙ୍କ ପୁତ୍ର ହେଲେ ମଧ୍ୟ ମନୁଷ୍ୟ ପୁତ୍ରର ଆଖ୍ୟା ପାଇ ଏହି ଜଗତ ମଧ୍ୟରେ ବାସ କଲେ। ମନୁଷ୍ୟ ମାନଙ୍କ ସଦୃଶ୍ୟ ଦାସ ରୂପ ଧାରଣ କଲେ। ମୃତ୍ୟୁ ପର୍ଯ୍ୟନ୍ତ ଈଶ୍ୱରଙ୍କର ଆଜ୍ଞାବହ ହେଲେ। ସେ ଯଦି ଏହି କାର୍ଯ୍ୟ ସାଧନ କରିବା ପାଇଁ ଅନେକ କଷ୍ଟ ସହ୍ୟ କରିବାକୁ ପଡିବ। ଗେତ୍ସେମନୀ ବଗିଚାରେ ସେ ପ୍ରଭୁଙ୍କ ନିକଟରେ ବା ଈଶ୍ୱର ପିତା ଈଶ୍ୱରଙ୍କ ନିକଟରେ ଏହା କହୁଛନ୍ତି, ଯଦି ହୁଏତ ଏହି ପାନ ପାତ୍ର ମୋ ପାଖରୁ ଦୂର କର। ତଥାପି ମଧ୍ୟ ସେ କହନ୍ତି, ମୋର ଇଚ୍ଛା ନୁହେଁ ତୁମର ଇଚ୍ଛା। ଅନେକ କଷ୍ଟ ଅନେକ ଯନ୍ତ୍ରଣା ସେ ସହ୍ୟ କଲେ। ଶେଷରେ ଆପଣା ଜୀବନକୁ ସେ ଉତ୍ସର୍ଗ କଲେ। ଯୀଶୁ ଖ୍ରୀଷ୍ଟ ଆପଣାର ବହୁମୂଲ୍ୟ ରକ୍ତ ଦେବାକୁ ପଡିଲା ଏବଂ ସେଇ ରକ୍ତ ଦେଇ ଆମମାନଙ୍କୁ ସେ ଏ ପାପର ବନ୍ଧନରୁ ମୁକ୍ତ କଲେ। ଏ କଥା ଆମମାନେ ଭୁଲି ନ ଯାଉ। ଆମର ପରିତ୍ରାଣ ନିମନ୍ତେ ଈଶ୍ୱର ଯାହା କରନ୍ତି ତାହା ଆଜି ଆମେ ପ୍ରଭୁ ଭୋଜ ମଧ୍ୟ ଦେଇ ସ୍ମରଣ କରିବା ପାଇଁ ସୁଯୋଗ ପାଇଥାଉ। ତେଣୁକରି ପ୍ରଭୁ ଯୀଶୁ ଯେପରି ତାଙ୍କର ଏଇ ବଳିଦାନକୁ ଯେପରି ଭୁଲି ନ ଯାଆନ୍ତି, ଆଜି ପର୍ଯ୍ୟନ୍ତ ଦେଶବାସୀ ଯେପରି ସେଇ ମହାପୁରୁଷ ମାନଙ୍କୁ ଭୁଲି ନ ଯାଆନ୍ତି, ସେଇ ଦେଶଭକ୍ତ ମାନଙ୍କୁ ଭୁଲି ନ ଯାଆନ୍ତି ଯୋଉମାନେ କି ଦେଶ ପାଇଁ ବଳି କହିଥିଲେ। ତେଣୁକରି ଆଜିର ଦିନରେ ସ୍ୱାଧୀନତାର ପତାକା ଉତ୍ତୋଳନ କରି ଅନେକ ସ୍ଥାନରେ ସେଇ ଭାଷଣ ଦିଆଯାଏ, ଯୋଉମାନେ ଅନେକ ତ୍ୟାଗ ସ୍ୱୀକାର କରି ଜଗତକୁ ଆମର ଏଇ ଭାରତ ବର୍ଷକୁ ସ୍ୱାଧୀନତା ଦେଇଥିଲେ। ଆଜି ଅନେକ ସ୍ଥାନରେ ଆଉ ତାହା ସବୁ ସେଇ ଯୋଉ ପେରେଡ ପଡିଆରେ ମଧ୍ୟ ଦେଖାନ୍ତି ବିଭିନ୍ନ ଅଭିନୟ ମାଧ୍ୟମରେ। କିନ୍ତୁ ଆମେ ଯେତେବେଳେ ପ୍ରଭୁ ଭୋଜ ଗ୍ରହଣ କରୁ, ସେଇ ପ୍ରଭୁ ଭୋଜ ବିଧି ଏଥି ନିମନ୍ତେ ସେ ରଖିଲେ ଯେପରି ମାନେ ଭୁଲି ନ ଯାଆନ୍ତି। ଯେପରି ସେ କହିଲେ, ତୁମେ ଏହାକୁ ପର୍ବ ରୂପେ ପାଳନ କରିବ ନିସ୍ତାର ପର୍ବକୁ। ଯେତେବେଳେ ପିଲାମାନେ ପଚାରିବେ ଏହା କଣ ଅଟେ, ସେତେବେଳେ ତମେ କି ପ୍ରକାର ଭାବରେ ମିଶ୍ରରୁ ଉଦ୍ଧାର ପାଇଥିଲ, ସେ ଉଦ୍ଧାର ବିଷୟ ସେମାନଙ୍କୁ କହିବ। ତାହେଲେ ସେମାନେ ପରମେଶ୍ୱରଙ୍କର ସେ ଆଶ୍ଚର୍ଯ୍ୟ କ୍ରିୟା ସକଳକୁ ଜାଣିବେ ଏବଂ ପରମେଶ୍ୱରଙ୍କୁ ଭୟ କରିବେ ଏବଂ ତାଙ୍କଠାରେ ବିଶ୍ୱାସ କରିବେ। ତଦ୍ରୂପ ପ୍ରଭୁ ଯୀଶୁ ଯେତେବେଳେ ଶେଷ ରାତ୍ର ଭୋଜରେ ଶିଷ୍ୟମାନଙ୍କ ଗହଣରେ ଶେଷ ରାତ୍ର ଭୋଜନ କରୁଛନ୍ତି, ସେ ରୁଟି ନେଉଛନ୍ତି, ଭାଙ୍ଗୁଛନ୍ତି ଆଉ କହୁଛନ୍ତି, ଏହା ମୋର ଶରୀରର କ୍ଷତ ବିକ୍ଷତ ମାଂସ ଅଟେ। ଆଉ ଯେତେବେଳେ ସେ ପାନ ପାତ୍ର ନେଉଛନ୍ତି, ଆଉ ସେତେବେଳେ ମଧ୍ୟ କହୁଛନ୍ତି, ଏହା ମୋର ପାତିତ ରକ୍ତ ଅଟେ। ଯେତେ ଥର ତମେ ଏଥିରେ ଭୋଜନ କର ପାନ କର, ସେତେ ଥର ତୁମେ ମୋର ମୃତ୍ୟୁକୁ ସ୍ମରଣ କରିବା ନିମନ୍ତେ ଏହା କର। ମୋ ପ୍ରିୟ ମାନେ, ଆମେ ଭୁଲି ଯିବା ନାହିଁ ପ୍ରଭୁଙ୍କର ସେଇ ତ୍ୟାଗକୁ, ପ୍ରଭୁଙ୍କର ସେଇ କଷ୍ଟ ଯନ୍ତ୍ରଣାକୁ, ଯେ କି ତାଙ୍କର ବହୁମୂଲ୍ୟ ରକ୍ତ ଦେଇ ଆମମାନଙ୍କୁ ମୁକ୍ତ କରିଅଛନ୍ତି। ଯେତେ ସୁଭାଷ ଚନ୍ଦ୍ର ବୋଷ କହିଲେ, ତମାନେ ରକ୍ତ ଦିଅ ମୁଁ ତୁମମାନଙ୍କ ନିମନ୍ତେ ସ୍ୱାଧୀନତା ଆଣିଦେବି। କିନ୍ତୁ ଏହି ସ୍ଥାନରେ ପ୍ରଭୁ ଯୀଶୁ ନିଜେ ଆପଣା ରକ୍ତ ଦେଇ ଆମମାନଙ୍କୁ ସ୍ୱାଧୀନତା ଦେଇଅଛନ୍ତି, ପାପର ବନ୍ଧନରୁ ମୁକ୍ତ କରିଅଛନ୍ତି। ତେଣୁକରି ମୋ ପ୍ରିୟ ମାନେ, ପ୍ରତି ମାସରେ ଆମମାନେ ପ୍ରଭୁ ଯୋଉ ଉପାସନା କରିବା ସମୟରେ ଏଇ ବିଷୟକୁ ସ୍ମରଣରେ ଆଣିଥାଉ, କି ପ୍ରକାର ଭାବରେ ପ୍ରଭୁ ଅନେକ କଷ୍ଟ ସ୍ୱୀକାର କରି ଆପଣା ଜୀବନ ବଦଳରେ ଆମମାନଙ୍କୁ ମୁକ୍ତ କରିଅଛନ୍ତି। ଯଦି ଆମେ ଏ ପର୍ଯ୍ୟନ୍ତ ପାପର ବନ୍ଧନରେ, ଶାରୀରିକ ବନ୍ଧନରେ, ଜାଗତିକ ରାଜନୈତିକ ଏବଂ ଏହି ସମସ୍ତ ବନ୍ଧନରେ ଆଜି ପର୍ଯ୍ୟନ୍ତ ବନ୍ଦୀ ଅବସ୍ଥାରେ ରହିଅଛୁ, ଦାସ ଅବସ୍ଥାରେ ରହିଅଛୁ, ତାହେଲେ କେବଳ ଖ୍ରୀଷ୍ଟ ହିଁ ଆମକୁ ସେଥିରୁ ମୁକ୍ତ କରିପାରିବେ। ତେଣୁ ତାଙ୍କର ଶରଣାଗତ ହୋଇ ସମସ୍ତ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି, ଶୈତାନର ସମସ୍ତ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି କିଣାନ ଅର୍ଥାତ୍ ସ୍ୱର୍ଗର ପଥରେ ଅଗ୍ରସର ହେଉ। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ, ଯେପରି ଆମେ ସମସ୍ତ ପ୍ରକାର ବନ୍ଧନରୁ ମୁକ୍ତ ହୋଇପାରିବା। ଯେତେ ଜାଗତିକ ଭାବରେ ଆଜିର ଏହି ଦିନକୁ ଆମେ ସ୍ୱାଧୀନତା ଦିବସରେ ଆନନ୍ଦରେ ଉପଭୋଗ କରୁ, ତଥାପି ମଧ୍ୟ ଆଜିର ଦିନରେ ଆମେ ସ୍ମରଣ କରୁ ଆତ୍ମିକ ଭାବରେ ପ୍ରଭୁ ଆମମାନଙ୍କୁ କି ପ୍ରକାର ଭାବରେ ପାପର ବନ୍ଧନରୁ, ଶୈତାନର ଦାସତ୍ୱ ବନ୍ଧନରୁ ମୁକ୍ତ କରିଥିଲେ।
ତାହେଲେ ଆମମାନେ ଆଜିର ଏଇ ଦିନରେ କେବଳ ଦେଶ ଯେ ସ୍ୱାଧୀନ ହେଇଥିଲା ସେଇ ବିଷୟରେ ଆନନ୍ଦିତ ନ ହୋଇ ପ୍ରଭୁ ଆମମାନଙ୍କୁ କି ପ୍ରକାର ଭାବରେ ଏଇ ଜାଗତିକ ଏଇ ଦାସତ୍ୱ ବନ୍ଧନରୁ ମୁକ୍ତ କରିଅଛନ୍ତି ସେଇ ବିଷୟ ସ୍ମରଣ କରି ଅଧିକରୁ ଅଧିକ ଆନନ୍ଦିତ ହେବା। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ବାସ୍ତବ ସ୍ୱାଧୀନତାର ଅର୍ଥ ବୁଝି ଯେ ତ ଜାଗତିକ ସ୍ୱାଧୀନତା ସ୍ୱେଚ୍ଛାଚାରିତ ଜୀବନ ଅଟେ, କିନ୍ତୁ ଆତ୍ମିକ ସ୍ୱାଧୀନତା ଈଶ୍ୱର କେନ୍ଦ୍ରିକ ଈଶ୍ୱରଙ୍କର ଆତ୍ମାଙ୍କର କର୍ତ୍ତୃତ୍ୱ ଅଟେ। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆଜିର ଦିନ ଆମ ପ୍ରତ୍ୟେକଙ୍କ ନିମନ୍ତେ ଏକ ଆନନ୍ଦର ଦିନ ହେଉ। ପ୍ରଭୁ ଅଳ୍ପ ଚିନ୍ତା ଉପରେ ଆଶୀର୍ବାଦ କରନ୍ତୁ। ଆମେନ୍।